नियाली निर्वाचन मंडली 33 नंबर जोन उषुमा ग्राम पंचायत मान्यवर विधायक डॉक्टर प्रोफेसर प्रमोद कुमार मल्लिक आह्वान एक कर्मी सम्मेलन और महामिश्रण पर्व उषुमा पंचायत सुमांडी पड़िया आयोजित हो उषुमा पंचायत सभापति श्रीजुक्त विप्रचरण प्रधान सभापतित्व में आयोजित यह मिश्रण पर्व में विधायक प्रार्थी डॉक्टर प्रोफेसर प्रमोद कुमार मल्लिक और सांसद प्रार्थी डॉक्टर राजश्री मल्लिक उपस्थित रही ଏହି ମିଶ୍ରଣ ପର୍ବରେ କଂଗ୍ରେସ ଓ ବିଜେପିର କର୍ମୀମାନଙ୍କୁ ନୂତନ ଭାବେ ଯୋଗଦାନ କରିଥିବା କର୍ମୀମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ସମରେନ୍ଦ୍ର ହାତୀ ଓ ବିଶ୍ୱରଞ୍ଜନ ଦାସ କଂଗ୍ରେସର ବିଭିନ୍ନ ଉଚ୍ଚ ପଦପଦବୀରେ ଦୀର୍ଘଦିନ ଧରି ରହିଆସୁଥିଲେ। ସମିତି ସଭ୍ୟା ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ ତାଙ୍କର ଶତାଧିକ କର୍ମୀଙ୍କୁ ନେଇ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ମାନ୍ୟବର ବିଧାୟକଙ୍କ ଲୋକାଭିମୁଖ୍ୟ ଯୋଜନାର ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବୋଲି ମତ ପ୍ରକାଶ କରିଥିଲେ। ତାଙ୍କ ସହ କୁରାଙ୍ଗ ପ୍ରଧାନ ପଞ୍ଚାୟତର ଯୁବ ସଂଗଠକ ବିଶ୍ୱରଞ୍ଜନ ସାହୁଙ୍କ ଆହ୍ୱାନରେ ବିଭିନ୍ନ ଦଳରୁ 60ରୁ ଉର୍ଦ୍ଧ୍ୱ କର୍ମୀ ଆସି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିଭିନ୍ନ ପଞ୍ଚାୟତରୁ ଆସିଥିବା ବିଜେପି ଓ କଂଗ୍ରେସର କର୍ମୀମାନେ ଏହି ମହାମିଶ୍ରଣରେ ସାମିଲ ହୋଇଛନ୍ତି। ନୂତନ ଭାବେ ମିଶିଥିବା କର୍ମୀମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ପଞ୍ଚାୟତ ପରିକ୍ରମା କରି ସଭାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ବାରଙ୍ଗ ବ୍ଲକ ସଭାପତି ଶ୍ରୀଯୁକ୍ତ ଗୋଲେକ ଚନ୍ଦ୍ର ପାତ୍ର, ବ୍ଲକ ଯୁବ ସଭାପତି ଶଶିଭୂଷଣ ଦାସ, ବ୍ଲକ ଯୁବ ଉପସଭାପତି ଶୋଭନ ମହାପାତ୍ର, ସାଂସଦଙ୍କ ପ୍ରତିନିଧି ସମୀର ସାମନ୍ତରାୟ, ଜିଲ୍ଲା ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ସାଧନା ଜେନା, ସରକାରୀ ଓକିଲ କବିନାରାୟଣ ଜେନା, ଜିଲ୍ଲା ପରିଷଦ ପ୍ରଦୀପ କୁମାର ଭୋଇ, ବାରଙ୍ଗ ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ सरोज कुमार साहू, आलोक कुमार स्वाई, वेणुधर मूलिया, विश्वरंजन स्वाई, पीररंजन साहू, सुशांत कुमार बेहेरा, अशोक कुमार रथ, प्रणय कुमार सामंतराय, प्रदीप कुमार स्वाई, लक्ष्मीधर प्रधान, नकुल राउत, अशोक कुमार राउत, सूर्यकांत प्रधान, रमाकांत राउत, राज बारिक, दिव्यकांत बारिक, तपुना भोई, सत्यरंजन स्वाई प्रमुख उपस्थित रही कर्मी मानक सरकार विभिन्न विकासमूलक कार्यक्रम बाबद बुझाइबा सह डबल संख्यार भोट दे उभय विधायक और सांसदों को जिताइबा परामर्श देते। ଏହି ମିଶ୍ରଣ ପର୍ବରେ ଅଞ୍ଚଳର ପାଖାପାଖି 2000 ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।